ହଁ ସବୁ ତ ତୁମର ମାୟାରେ ବାୟା ଭକତ ତୁମର ଆଉ ତୁମେ ଭକତର। ଟିକେ ଖାଲି ଭକ୍ତିରେ ଡାକିଦେଲେ ରହିଛି ମାୟାର ଦ୍ୱିତୀୟ ଭାଗ। ନମସ୍ତେ, ମୁଁ ପ୍ରଣବ କିଶୋର ପଟ୍ଟନାୟକ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପୁଙ୍ଗାର କୋରାପୁଟର ଇଂରାଜୀ ଅଧ୍ୟାପକ ଅଛି। ଏଥିସହିତ ବେଦସୌରଭ ପତ୍ରିକାର ବି ସମ୍ପାଦକ ଅଛି। ଏ ପ୍ରଶ୍ନ ଶୁଣିଲା ପରେ ବିଶିଷ୍ଟ ବୈଦିକ ବିଦ୍ୱାନ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ବିଶ୍ୱବୈଦିକ ପରିବାରର ପ୍ରତିଷ୍ଠାତା ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କର ମାୟା ସମ୍ବନ୍ଧୀୟ ଏକ ସରଳ ଦୃଷ୍ଟାନ୍ତ ମନେ ପଡୁଛି। ଥରେ ସେ କହିଥିଲେ, ଆମେ କିଛି ଦିନ ହୋଟେଲ ରହିବା ବେଳେ ହୋଟେଲର ଜିନିଷପତ୍ର ଆମକୁ ନିଜର ଭଳି ଲାଗେ, କିନ୍ତୁ ହୋଟେଲ ଛାଡିବା ସମୟରେ ହୋଟେଲର ସେ ସବୁ ଜିନିଷ ଆମକୁ ଛାଡିକି ଆସିବାକୁ ହୁଏ। ହୋଟେଲର ଜିନିଷପତ୍ର ନିଜର ଭଳି ଲାଗିବା ହିଁ ମାୟା। ସମୟ ଆସିଲେ ଆମେ ଏହାର ବାସ୍ତବତାକୁ ବୁଝୁ। ଉପନିଷଦୀୟ ବାଣୀ ରହିଛି ଯେ ମାୟାକୁ ଅବିଦ୍ୟା ବା ଅଜ୍ଞାନ ବୋଲି କୁହାଯାଇଛି, ଯାହା ଆମକୁ ସତ୍ୟ ଦେଖିବାରୁ ବାଧା ଦିଏ। ଅନ୍ୟ କଥା ହେଲା ଯେ ପ୍ରକୃତି ଆଉ ମାୟା ଭିତରେ ପ୍ରଭେଦ କଣ? ଭାରତୀୟ ଦର୍ଶନରେ ମାୟା ଓ ପ୍ରକୃତି ଉଭୟ ଗୁରୁତ୍ୱପୂର୍ଣ୍ଣ ଧାରଣା, ଯାହା ଆମକୁ ଅସ୍ତିତ୍ୱର ପ୍ରକୃତି ବୁଝିବାରେ ସାହାଯ୍ୟ କରିଥାଏ। ମାୟା ହେଉଛି ଗୋଟେ ଭ୍ରମ, ଅସ୍ଥାୟୀ ଏବଂ ପରିବର୍ତ୍ତନଶୀଳ ଶକ୍ତି, ଯାହା ବାସ୍ତବତାକୁ ଲୁଚାଇ ରଖିଥାଏ। କିନ୍ତୁ ପ୍ରକୃତି ହେଉଛି ମାୟାର ଆଧାର, ଯେଉଁ ଶକ୍ତି ଦ୍ୱାରା ଆମେ ଜଗତକୁ ଦେଖିଥାଉ। ମାୟା ଅଜ୍ଞତା ସୃଷ୍ଟି କରେ, କିନ୍ତୁ ପ୍ରକୃତି ସୃଜନଶୀଳ ଶକ୍ତି, ଯାହା ଆମକୁ ଅସ୍ତିତ୍ୱ ସୃଷ୍ଟି କରିଥାଏ। ଅନ୍ୟ କଥା ହେଲା ଯେ ଆମ ଜୀବନରେ ଆକ୍ଚୁଆଲି ମାୟାର ସ୍ଥାନ କଣ? ଅଲ୍ ଦ୍ୟାଟ୍ ଗ୍ଲିଟର ଇଜ ନଟ୍ ଗୋଲ୍ଡ। ସବୁ ଚିକ୍ ଚିକ୍ କରୁଥିବା ଜିନିଷ ସୁନା ନୁହଁ, ଏହା ଆମେ ସମସ୍ତେ ଜାଣୁ। କିନ୍ତୁ ଅଜ୍ଞାନତାବଶତଃ ଆମେ ପ୍ରଥମେ ଏହି ମାୟା ଜାଲରେ ପଡିଯାଉ। ମାୟା ମରିଚିକା ଭଳି, ଦୂରରୁ ସତସତିକା ପାଣି ଭଳି ଦେଖାଯାଏ, ହେଲେ ନିକଟକୁ ଗଲେ ଆମର ଭ୍ରମ ବା ମାୟା ଦୂର ହୁଏ। ମୋର ବ୍ୟକ୍ତିଗତ ଜୀବନରେ ଏମିତି ଅନେକ କଥା ଶୁଣୁ ଶୁଣୁ ସତ ଭଳି ଲାଗିଛି, କିନ୍ତୁ ପରବର୍ତ୍ତୀ ସମୟରେ ବାସ୍ତବତାକୁ ଜାଣି ସେ ମାୟାଜାଲରୁ ମୁଁ ମୁକୁଳିଛି। ମାୟା ସବୁଠୁ ସୁନ୍ଦର, ସବୁଠୁ ଆକର୍ଷଣୀୟ ଲାଗେ, ବେଶୀ ବାସ୍ତବ ଭଳି ଲାଗେ, ହେଲେ ଆମକୁ ପ୍ରଥମେ ଏହାର ସତ୍ୟତାକୁ କଷଟି ପଥରରେ ପରୀକ୍ଷିବାକୁ ହବ। ଥରେ ମୋର SBI ୟୋନୋ ଆପ୍ଲିକେସନ ପ୍ରାୟ 2-3 ଧରି କାମ କରୁନଥାଏ। ଖରାବେଳ ସମୟ, ଗୋଟେ ଫୋନ ଆସିଲା। ଟ୍ରୁ କଲରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବୋଲି ଲେଖାଯାଇଥିଲା। ମଧୁର କଣ୍ଠରେ ଜଣେ ମହିଳା ଆପଣଙ୍କ ୟୋନୋ ଆପ୍ କାମ କରୁନାହିଁ କି ବୋଲି ପଚାରିଲେ। ଅନଲାଇନରେ କିଛି କରିବା ପାଇଁ କହିଲେ, ମୁଁ ବି କିଛି କଲି। ଶେଷରେ ଗୋଟେ OTP ଆସିଲା, ସେ ସେୟାର କରିବା ପାଇଁ କହିଲେ। SBI ୟୋନୋ ସମସ୍ୟା ଦୂର ହୋଇଯିବ ବୋଲି କହିଲେ। ଶେଷ ମୁହୂର୍ତ୍ତରେ ମୋର ଜଣେ ସହକର୍ମୀଙ୍କ କଥା ମନେ ପଡିଗଲା, ଅନଲାଇନ ଠକାମୀ କଥା। OTP ଦେବା ପାଇଁ ମୁଁ ମନା କରିଦେଲି। ସେପଟୁ ସେ ଫୋନ ତତ୍କ୍ଷଣାତ କାଟିଦେଲେ। ସେ ମାୟାଜାଲ କିଛି କ୍ଷଣ ପାଇଁ ମୋ ଭିତରେ କାମ କରୁଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ସତ୍ୟତାକୁ, ତାର ବାସ୍ତବତାକୁ ଜାଣିଲି ଯେ ମୁଁ ଗୋଟେ ମାୟାଜାଲ ଭିତରେ ଫସିବାକୁ ଯାଉଛି ଏବଂ ସତର୍କ ହେଇଗଲି। ତେବେ ଗୋଟେ ବଡ ପ୍ରଶ୍ନ ହେଲା, ଆମେ ଏଇ ମାୟାଜାଲରୁ ମୁକ୍ତି ପାଇବା କେମିତି? ମନ ପଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ପଞ୍ଚ କର୍ମେନ୍ଦ୍ରିୟର ରାଜା। ଭ୍ରମର ବଶବର୍ତ୍ତୀ ହୋଇ ମନ ମାୟାଜାଲରେ ଛନ୍ଦି ହୋଇଯାଏ। ମନର 5ଟି ବୃତ୍ତି ରହିଛି, ସେସବୁ ମଧ୍ୟରୁ ବିପର୍ଯ୍ୟୟ ବୃତ୍ତି ଅନ୍ୟତମ। ମିଥ୍ୟା ପଦାର୍ଥର ପ୍ରକୃତ ସ୍ୱରୂପ ଜ୍ଞାନ ହେଲେ ପ୍ରଥମେ ଜନ୍ମିଥିବା ଜ୍ଞାନର ଯେଉଁ ପରିବର୍ତ୍ତନ ହୁଏ, ତାହା ମନର ବିପର୍ଯ୍ୟୟ ବୃତ୍ତି। ଯେପରିକି ଦଉଡ଼ିକୁ ଦେଖି ସାପ ବୋଲି ଭାବିବା। ତେବେ ମନର ରାଜା ହେଉଛି ବୁଦ୍ଧି। ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିମତା ପୂର୍ବକ କାମ କଲେ ଆମେ ମାୟାଜାଲରୁ ମୁକ୍ତି ପାଇପାରିବା। ବାସ୍ତବକୁ ଯଦି ଆମେ ବାସ୍ତବ ବୋଲି ମନେ କରିବା, ତେବେ ପ୍ରମାଦ ନିଶ୍ଚୟ। ପୂର୍ବରୁ ଆମେ ଆଲୋଚନା କରିଥିଲେ ଯେ ବାସ୍ତବତା ଅପେକ୍ଷା ଅବାସ୍ତବ କଥା ଆମକୁ ଅଧିକ ଆକର୍ଷଣୀୟ ଲାଗିଥାଏ। ମାୟା ବା ଭ୍ରମକୁ ଜାଣିବା ପାଇଁ ବିଳମ୍ବ ହେଲେ ଆମକୁ ମାନସିକ, ଶାରୀରିକ, ଆର୍ଥିକ ଇତ୍ୟାଦି କ୍ଷେତ୍ରରେ କ୍ଷତି ସହିବାକୁ ପଡିଥାଏ। ଏଣୁ ସଦ୍ବୁଦ୍ଧି ପ୍ରୟୋଗ ପୂର୍ବକ ମାୟାଜାଲ ଠାରୁ ଦୂରତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଆଉ ଗୋଟେ କଥା ହେଲା ଯେ ପ୍ରକୃତରେ ଯୋଉ ବାସ୍ତବତା ଆଉ ମାୟା ଭିତରେ ପ୍ରଭେଦ କଣ? ଗୋଟିଏ ବାକ୍ୟରେ ଏଭଳି ଭାବେ କହିପାରିବା ଯେ ମାୟା ଅଜ୍ଞାନତାରୁ ଆସେ ଓ ଜ୍ଞାନରୁ ବାସ୍ତବତା ପ୍ରାପ୍ତ ହୁଏ। ଏଣୁ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଲେ ଅଜ୍ଞାନ ପୂର୍ବକ ମାୟାଜାଲରୁ
ଆମେ ମୁକୁଳି ପାରିବା। ଆମେ ଦୁହେଁ ମୁଁ ରଞ୍ଜନ, ମୁଁ ସୁପ୍ରଭା। ନମସ୍କାର। ନମସ୍କାର।